ଖାଇକି ସବୁ କହୁଥିଲେ ଶୋଇପଡ଼ିବେ ବୋଲି ତାଙ୍କୁ ନେଇକି ସବୁ କାମରେ ଲଗେଇଲି। ଜୟ ଜଗନ୍ନାଥ ସମସ୍ତଙ୍କୁ ୱେଲକମ୍ କରୁଛି ମୋର ଆଜିର ମିନି ବ୍ଲଗ୍କୁ। ବୋଉଙ୍କର ଯେହେତୁ କାଲି ପ୍ରଥମ ଶ୍ରାଦ୍ଧ ଉତ୍ସବ ଥିଲା ତ ସେଥିପାଇଁ ଟେଣ୍ଟ ବାଲା ସବୁ ଆସିକି ପୋତାପୋତି ବାଉଁଶ କରିଦେଇଥିଲା ଡେକୋରେସନ୍ ହେବା ପାଇଁ। ଆମର ସବୁ ପୂଜା ସାମଗ୍ରୀ କିଣାକିଣି କରିବାର ଥିଲା ତ ମୁଁ ପଳେଇଥିଲି ମାର୍କେଟକୁ ଟିକେ ପିଲାଙ୍କୁ ଧରିକି ସବୁ ପୂଜା ସାମଗ୍ରୀ କିଣିବା ପାଇଁ। ତ ପୂଜା ସାମଗ୍ରୀ ସବୁ କିଣାକିଣି କରିସାରିଲା ପରେ ମୁଁ ଯାଇ ପହଞ୍ଚିଗଲି ଘରେ ପହଞ୍ଚିଲା ବେଳକୁ ଡେକୋରେସନ୍ ପାଇଁ ସବୁ ଫୁଲ ମାଳ ହରିକା ସବୁ ରେଡ଼ି କରୁଥିଲେ ଘର ଲୋକ। ଆଉ ଏମାନେ ସବୁ ସାଇଡ଼ରେ ବସି ଗପସପ କରୁଛନ୍ତି, ମାନେ ଏମାନେ ସବୁ ହେଉଛନ୍ତି ସାଇଡ଼୍ କ୍ୟାରେକ୍ଟର। ତାପରେ ଭୋଜି ପାଇଁ ସବୁ ଗ୍ରୋସରୀ ସାମାନ ପଳେଇ ଆସିଥିଲା, ସେଗୁଡ଼ା ସବୁ ଆଣିକି ଘରେ ରଖୁଥିଲେ ସମସ୍ତେ। ମନକୁ ବଡ଼ ଲୋକମାନେ କହିଛନ୍ତି ସମୟ ଥାଉ ଥାଉ କାମ ସାରିବା କଥା। ଆଉ ଦେଖୁନାହାନ୍ତି ଆମେ ଯେମିତି ତରବରରେ ଫଟୋଟା ଦେଲୁ ଷ୍ଟୁଡ଼ିଓ ବାଲାକୁ କରିବାକୁ, ସେ ଗୋଟେ ବଙ୍କା ଫଟୋଟା କରିକି ଦେଇଦେଲା। କ'ଣ ଆଉ କରିବୁ, ଛାଡ଼ନ୍ତୁ, ଯାହା ଯେମିତି ତରବରରେ କରିବା କଥା ଆଉ। ତାପରେ ଆସିଗଲା ଆମର କୁଳନନ୍ଦନ ଭଣଜା। ଖାଇବା ଟାଇମ୍ରେ ଏଣ୍ଟ୍ରି କଲେ, କାମ ତ ଦେଖା ନାହିଁ, ସେ ଆସୁଛନ୍ତି ସବୁ କାମ ସରିଲା ବେଳକୁ। କାମ କେଉଁଠି ସରିଲାଣି, ତାଙ୍କୁ ତ ଏଇନା ଖାଇସାରିଲା ପରେ ସମସ୍ତଙ୍କୁ ଖଟେଇବି। ଜଲବା ଜାଗା ମିଳିଲାନି ତାକୁ ଜାଗା ଦେଲେନି ବୋଲି ଏଇଥିରେ ଖାଇବୁ। କୁଣ୍ଡ ନଥିଲା। ଯେମିତି ଖାଇବା ସରିଛି ସମସ୍ତେ ବାହାରିଲେ ଶୋଇବା ପାଇଁ। ମୁଁ କହିଲି ଡେକୋରେସନ୍ କରିବ କିଏ, ଚାଲ ସମସ୍ତେ ମିଶି ଡେକୋରେସନ୍ କରିବ, କାହିଁକିନା 4ଟା ରାତିରେ ଭାଇନା ଆସିବେ, ଚତୁର୍ଥୀ ଷ୍ଟାର୍ଟ ହେବ। ତ ଯଦି ସମସ୍ତେ ହାତ ନ ମିଶିବ ତାହେଲେ ଜମା ସରିବନି। ତାପରେ ସମସ୍ତେ ମିଶିକି ଆମେ କ'ଣ କଲୁ, ଡେକୋରେସନ୍ ସାରି ଦେଇକି ଶୋଇବାକୁ ଯାଉଥିଲୁ। ଯେମିତି ଆମେ ଶୋଇବାକୁ ଯାଇଛୁ ଠିକ୍ ଅଧା ରାତି ହେଇଛି, ବର୍ଷା କୋଉଠି ଥିଲା ପୁରା ପଳେଇ ଆସିଲା। ଜାଳ ଯାହା ଭୋଜି ପାଇଁ ଥୁଆ ହେଇଥିଲା ସବୁ ଯାକ ଓଦା ହେଇଯିବ ବୋଲି ଆମେ ଏଇଠୁ ସମସ୍ତେ ଶୋଇ ପଡ଼ିଥିଲେ। ଆମେ 3 ଜଣ ଗଲୁ ଜାଳରେ ପାଲ ଘୋଡ଼େଇକି ଆସିଲୁ। ତ ଆମର ଫାଇନାଲ୍ ଡେକୋରେସନ୍ ଏଇଟା ହେଇଯାଇଛି।